प्रत्येकଙ୍କର ଏଇଟା ବୁଝିବାର ଆବଶ୍ୟକତା ରହିଛି ଯେ ଯଦି ଆମେ ପ୍ରକୃତିର ନିୟମର ବିପକ୍ଷରେ ଯାଉଛନ୍ତି, ପ୍ରକୃତିର ନିୟମଟାକୁ ଭଙ୍ଗ କରୁଛନ୍ତି, ତାହେଲେ ତାର ପରିଣାମଟା ସବୁବେଳେ ପାଇଁ ଭୟାବହ ହେବ, ଯେମିତି ବର୍ତ୍ତମାନ ଦେଖାଯାଉଛି। ତ ବର୍ଣ୍ଣାଶ୍ରମ ଯେଉଁ ନିୟମଟା ଏଇଟା ଗୋଟେ ପ୍ରାକୃତିକ ବାୟୋଲୋଜିକାଲ ନିୟମ, ଯେଉଁଟା ଭଗବାନଙ୍କ ଦ୍ୱାରା ସେଟ୍ କରାଯାଇଛି ସୃଷ୍ଟି ଜଗତର ନିୟମ। ପ୍ରତ୍ୟେକ ସଜୀବ ସତ୍ତା ଯେତେ ଯେତେ ସବୁ ଲିଭିଂ ବିଙ୍ଗସ୍ ଅଛନ୍ତି, ଯେଉଁମାନେ ସବୁ ଜୀବନ ଦେହ ଧାରଣ କରିଛନ୍ତି, ପ୍ରତ୍ୟେକଙ୍କର କିଛି କିଛି କ'ଣ ଅଛି, ୟୁନିକ୍ କ୍ୟାରେକ୍ଟରିଷ୍ଟିକ୍ ପ୍ରପର୍ଟି ଅଛି, ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଅଛି। ମହୁମାଛିର କାମ ମହୁମାଛି ହିଁ କରିପାରିବ, ସଂବାଳର କାମ ସଂବାଳ କରିପାରିବ, ସଂବାଳରୁ ପ୍ରଜାପତି ହେଉଛି। ମାଛି ମହୁମାଛିଙ୍କର ଅଲଗା କାମ। ଆମ୍ବ ଗଛର କାମ ଆମ୍ବ ଗଛ କରୁଛି, ଆମ୍ବ ଗଛରେ ପଣସ ଫଳୁନି, ପଣସ ଗଛରେ ନିମ୍ବ ଫଳୁନି, ନିମ୍ବ ଗଛରେ ବେଲ ଫଳୁନି, ବେଲ ଗଛର ଗୋଟେ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି, ଆମ୍ବ ଗଛର ଗୋଟେ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି, ପଣସ ଗଛର ଗୋଟେ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି, ସପୁରୀ, ସେଓ, ଡାଳିମ୍ବ, ଅଙ୍ଗୁର ସବୁର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି। ଗଧ, ଗାଈ, ଘୋଡ଼ା, ଝିଟିପିଟି, ଓଟ, ଏଣ୍ଡୁଅ ସମସ୍ତଙ୍କର ଗୋଟେ ଗୋଟେ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି, ସମସ୍ତଙ୍କର ଗୋଟେ ଗୋଟେ ୟୁନିକ୍ ଆଇଡେଣ୍ଟିଟି ରହିଛି। ସେଥିପାଇଁ ସାଇଣ୍ଟିଫିକ୍ କ୍ଲାସିଫିକେସନ୍ସ କରାଯାଏ, ବାୟୋଡାଇଭର୍ସିଟି ଅଣ୍ଡରରେ ପଢ଼ାଯାଏ ସାଇନ୍ସରେ, ଟାକ୍ସୋନୋମି ତାକୁ କହନ୍ତି। ସମସ୍ତଙ୍କର ଶ୍ରେଣୀ ବିଭାଗ ହେଇଛି, କିଙ୍ଗଡମ୍ ଅଛି, ତା ତଳେ କିଛି ଫାଇଲମ୍ ଅଛି, କ୍ଲାସ୍ ଅଛି, ଅର୍ଡର ଅଛି, ଫ୍ୟାମିଲି ଅଛି, ଜିନସ୍ ଅଛି, ସ୍ପେସିସ୍ ଅଛି, ପ୍ରଜାତି, ଜାତି, ବର୍ଗ, ବଂଶ, ଏମିତି ସବୁ ଶ୍ରେଣୀ ବିଭାଗ କରାଯାଇଛି। ତ এই ବିବିଧତାମୟ ବିଶ୍ୱ ଭିତରେ ବି ଗୋଟେ ଆନନ୍ଦ ଅଛି, କାହିଁକିନା ଭଗବାନ ସୃଷ୍ଟିଟାକୁ କରିଛନ୍ତି ଆନନ୍ଦ ବିସ୍ତାର ପାଇଁ ଆଉ ଉଦାହରଣ ସେଟ୍ କରିବା ପାଇଁ। ମନେ କରନ୍ତୁ ସପୋଜ ଯେମିତି ଆମେ ଦେଖେଇ କହୁଛନ୍ତି ସେ ଲୋକଟା ସିଂହ ଭଳି ପରାକ୍ରମୀ, ଯଦି ସିଂହ ହିଁ ନଥାନ୍ତା ତାହେଲେ ଆମେ କେମିତି ତୁଳନା କରିଥାନ୍ତେ ସିଂହ ଭଳି ପରାକ୍ରମୀ। ସେ ପିମ୍ପୁଡ଼ି ଭଳି ପରିଶ୍ରମ କରୁଛି, ଯଦି ପିମ୍ପୁଡ଼ି ହିଁ ନଥାନ୍ତା ତାହେଲେ ତାକୁ ଦେଖି କେମିତି ଏକ୍ସାମ୍ପଲ ଦେଇଥାନ୍ତେ ପିମ୍ପୁଡ଼ି ଭଳି ପରିଶ୍ରମ କରୁଛି। ତ ପ୍ରତ୍ୟେକଙ୍କର କିଛି କିଛି ୟୁନିକ୍ ଆଇଡେଣ୍ଟିଟି ରହିଛି, ପ୍ରତ୍ୟେକ ବସ୍ତୁଟାକୁ ନେଇ ପ୍ରକୃତିର ଆମକୁ କ'ଣ କରିବାର ଅଛି, ଏନ୍ଜୟ କରିବାର ଅଛି, ସେଠି ଉଚ୍ଚ ନିଚର ଭେଦଭାବ ନାହିଁ। ତ ଭଗବାନ ଭଗବତ ଗୀତାରେ ସ୍ପଷ୍ଟ କରୁଛନ୍ତି ଚାତୁର୍ବର୍ଣ୍ଣ୍ୟମ୍ ମୟା ସୃଷ୍ଟମ୍ ଗୁଣ କର୍ମ ବିଭାଗ ସହ, ଚାତୁର୍ବର୍ଣ୍ଣ୍ୟମ୍ ମୟା ସୃଷ୍ଟମ୍ ଗୁଣ କର୍ମ ବିଭାଗ ସହ। ଗୁଣ କର୍ମ ଆଧାରରେ ମୋ ଦ୍ୱାରା ସୃଷ୍ଟି କରାଯାଇଛି ଚାରିଟା ବର୍ଣ୍ଣ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ଏମିତି ବିଚାର କରନ୍ତୁନି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ଏମିତି କେତେବେଳେ ବିଚାରକୁ ନିଆଯାଏ, ଯେତେବେଳେ ପୂର୍ବ କାଳରେ କେତେକ ବ୍ରାହ୍ମଣ ଥିଲେ ଯେଉଁମାନେ କି ଏମିତି ବିଚାରକୁ ନେଇଥିଲେ ଯେହେତୁ ଭଗବାନଙ୍କ ମୁଖରୁ ପ୍ରକଟ ହେଇଛନ୍ତି ଅଗ୍ନି ଦେବତା ବ୍ରାହ୍ମଣ, ଅଗ୍ନି ଆଉ ବ୍ରାହ୍ମଣ ଭାଇ ଭାଇ, ତ ବ୍ରାହ୍ମଣ ଭଗବାନଙ୍କ ମୁଖରୁ ପ୍ରକଟ ହେଇଛନ୍ତି, ମୁଖଟା ଉପରେ ଅଛି ସେଥିପାଇଁ ବ୍ରାହ୍ମଣ ଉପରେ। କ୍ଷତ୍ରିୟ ଭଗବାନଙ୍କ ବାହୁରୁ ପ୍ରକଟ ହେଇଛନ୍ତି, ତ କ୍ଷତ୍ରିୟର ପୋଜିସନଟା ଏଇଠି। ଆଉ ଭଗବାନଙ୍କ ଉଦର ମାନେ ବେଲି, ପେଟ, ସେ ହେଉଛନ୍ତି ବୈଶ୍ୟ, ଆଉ ଭଗବାନଙ୍କ ପାଦ ହେଉଛନ୍ତି ଶୂଦ୍ର। କିନ୍ତୁ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ତ ଗୁରୁତ୍ୱପୂର୍ଣ୍ଣ। ଯଦି ପାଦ ମାଧ୍ୟମରେ ଗୋଟେ ଜାଗାକୁ ଜଣେ ନ ଯିବ କାମ କରିବା ପାଇଁ ତାହେଲେ ସେ ପେଟକୁ ତ ଆହାର ଦେଇପାରିବନି, ପୁଣି ପେଟକୁ ଆହାର ନଦେଲେ ପୁରା ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କିଛି ଫଙ୍କସନ୍ କରିବନି, ହାତ ଫଙ୍କସନ୍ କରିବନି, ମୁହଁ କଥା କହିପାରିବନି। ତ ପ୍ରତ୍ୟେକ ଅଙ୍ଗର କିଛି ବୈଶିଷ୍ଟ୍ୟ ଅଛି। ତ ଯେତେବେଳେ କେତେକ ବ୍ରାହ୍ମଣ ଏମିତି ଲଜିକ୍ ଦେଇଥିଲେ ଯେ ଭଗବାନଙ୍କର ମୁଖଟା ଉପରେ ଅଛି, ବ୍ରାହ୍ମଣ ଉପରେ, ତା ତଳେ କ୍ଷତ୍ରିୟ, ତା ତଳେ ବୈଶ୍ୟ, ତା ତଳେ ଶୂଦ୍ର, ଅପଗ୍ରେଡେସନ ଅନୁସାରେ ଦେଖିବା ପାଇଁ ଗଲେ, ଉନ୍ନତିର ସ୍ତର ଅନୁସାରେ ଦେଖିବା ପାଇଁ ଗଲେ ବ୍ରାହ୍ମଣ ଜ୍ଞାନ ଦୃଷ୍ଟିରୁ ଶ୍ରେଷ୍ଠ। ବ୍ରାହ୍ମଣ ଅନ୍ୟ ସବୁ ବର୍ଣ୍ଣର ଗୁରୁ ହୋଇପାରନ୍ତି, ଶାସ୍ତ୍ରରେ ଅଛି। ସେଥିପାଇଁ ବ୍ରାହ୍ମଣଙ୍କୁ ସମ୍ମାନ କରିବା ପାଇଁ ହେବ, କାରଣ ବ୍ରାହ୍ମଣ ବହୁତ ସ୍ପେଶିଆଲ ବର୍ଣ୍ଣ। କ୍ଷତ୍ରିୟ ବି ଅଲସୋ ସ୍ପେଶିଆଲ, ବୈଶ୍ୟ ବି ସ୍ପେଶିଆଲ, ପୁଣି ଶୂଦ୍ର ବି ସ୍ପେଶିଆଲ, ସମସ୍ତେ ନିଜ ନିଜ ଜାଗାରେ ସ୍ପେଶିଆଲ। ଏବେ ଅସୁବିଧା କେତେବେଳେ ହୁଏ, ଯେତେବେଳେ ଗୋଟେ ଲୋକ ସହଜରେ ଏଇଟା ବିଲିଭ୍ କରିପାରେନି ଯେ ସିଏ ବି ସ୍ପେଶିଆଲ, ଇଏ ବି କେମିତି ସ୍ପେଶିଆଲ। ଗୋଟେ କ୍ଲାସରେ 4 ଜଣ ଫାଷ୍ଟ ହେଇପାରନ୍ତି, ଯଦି ଜଣେ କହିବ ନା 4 ଜଣ ଫାଷ୍ଟ ହେଇପାରିବେନି, ହେଇପାରିବେ। ଗୋଟେ କ୍ଲାସରେ 2 ଜଣ ଫାଷ୍ଟ ହେଇପାରିବେ, 3 ଜଣ ଫାଷ୍ଟ ହେଇପାରିବେ, 4 ଜଣ ଫାଷ୍ଟ ହେଇପାରିବେ। ସମାନ ମାର୍କସ୍ କାହିଁକି ନ ରଖିବ। ତ ସେମିତି ସମସ୍ତେ ନିଜ ନିଜ ଫିଲ୍ଡରେ ଗ୍ରେଟ୍, ନିଜ ନିଜ ଫିଲ୍ଡରେ ଉତ୍ତମ ପ୍ରଦର୍ଶନ କରିପାରନ୍ତି। ଗୋଟେ ବ୍ରାହ୍ମଣ ତା ଫିଲ୍ଡରେ ଭଲ ବ୍ରାହ୍ମଣ ହେଇକି ଦେଖେଇ ପାରିବ, ଗୋଟେ କ୍ଷତ୍ରିୟ ତା ଫିଲ୍ଡରେ ଭଲ କ୍ଷତ୍ରିୟ ହେଇକି ଦେଖେଇ ପାରିବ, ଗୋଟେ ବୈଶ୍ୟ ତା ଫିଲ୍ଡରେ ଭଲ ବୈଶ୍ୟ ହେଇକି ଦେଖେଇ ପାରିବ, ଗୋଟେ ଶୂଦ୍ର ତା ଫିଲ୍ଡରେ ଭଲ ଶୂଦ୍ର ହେଇକି ଦେଖେଇ ପାରିବ। ତ ସେଥିପାଇଁ ଭଗବାନଙ୍କର ଯେଉଁ ସବୁ ଭକ୍ତ ଥିଲେ, ଆଚାର୍ଯ୍ୟମାନେ ଥିଲେ, ସେମାନେ ଯେତେବେଳେ ଆସିଲେ, ଭଗବାନଙ୍କର ଭକ୍ତମାନେ ଯେତେବେଳେ ପୃଥିବୀକୁ ଆସିଲେ, ସେମାନେ ଏ ପରଫେକ୍ଟ ଲଜିକଟା ଦେଲେ ଯେ ଭଗବାନଙ୍କୁ ଆମେ କେବଳ ଠିଆ ହେବା ଅବସ୍ଥାରେ ବିଚାରକୁ ନେଇ ଯାଉଛନ୍ତି। ଭଗବାନଙ୍କର ଆମେ ଯେଉଁ ମୂର୍ତ୍ତି ବିଗ୍ରହ ପୂଜା କରୁଛନ୍ତି, ଭଗବାନ ଛିଡ଼ା ହେଇଛନ୍ତି ତ ଆମେ ବିଚାରକୁ ନେଇ ଯାଉଛନ୍ତି ବ୍ରାହ୍ମଣ ଏଠି ରହିବେ, କ୍ଷତ୍ରିୟ ଏଠି ରହିଲେ, ବୈଶ୍ୟ ଏଠି ରହିଲେ, ଶୂଦ୍ର ସବୁଠୁ ତଳେ ରହିଲେ, ଶୂଦ୍ର ତାମାନେ ନିଚ। କିନ୍ତୁ ଯେଉଁ ଭଗବାନ ଛିଡ଼ା ହେଇଛନ୍ତି ସେଇ ଭଗବାନ ନାରାୟଣ ସେ ଅନନ୍ତ ଶଯ୍ୟାରେ, ଅନନ୍ତ ଶେଷଙ୍କ ଶଯ୍ୟାରେ ଶୟନବିତ କରିଛନ୍ତି ନାରାୟଣ ଫର୍ମରେ, ଯେଉଁଠି ଲକ୍ଷ୍ମୀ ତାଙ୍କ ସେବା କରୁଛନ୍ତି। ସେ ଫଟୋ ଚିତ୍ରକୁ ଟିକେ ବିଚାରକୁ ନିଅନ୍ତୁ। ଧଉଳିଗିରି ସମସ୍ତେ ଯାଇଥିବେ, ସେଠି ବୁଦ୍ଧଦେବ କେମିତି ଶୟନ କରୁଛନ୍ତି, ଭଗବାନ ନାରାୟଣଙ୍କ ଶୈଳୀରେ। ଭଗବାନ ନାରାୟଣ କେମିତି ଶୟନ କରିଛନ୍ତି, ଅନନ୍ତ ଶେଷଙ୍କ ଶଯ୍ୟା ଉପରେ। ସେତେବେଳେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଆମେ କେମିତି ବିଚାର କରିବା, ଏମିତି ତ ବିଚାର କରିବାନି। କେମିତି ବିଚାର କରିବା, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଏମିତି ବିଚାରକୁ ନେବା। ଭଗବାନଙ୍କର ମସ୍ତକ ଏଠି ରହିଲା, ଭଗବାନଙ୍କର ତାପରେ ବାହୁ, ଭଗବାନଙ୍କର ଉଦର, ଭଗବାନଙ୍କର ପାଦ। ତ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ସବୁବେଳେ ପାଇଁ ଏମିତି ବିଚାରଣୀୟ ନୁହେଁ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଯିଏ ଯାହା ଫିଲ୍ଡରେ ଶ୍ରେଷ୍ଠ। ତ ଏଠି ଉଚ୍ଚ ନିଚର କଥା ନାହିଁ, ଏଠି ଫିଲ୍ଡ ଅଲଗା ଅଲଗା। ଗୋଟେ ସିଙ୍ଗରକୁ ଗୋଟେ କ୍ରିକେଟର ସହିତ ତୁଳନା କରିବି, ତୁଳନା ହବନି ଠିକ୍।
कहीं सिंगर ता फील्ड रे श्रेष्ठ क्रिकेटर ता फील्ड रे श्रेष्ठ तो ठाकुर कहवा कथा गोटे केउट भल केउट होगी देखे पारे गोटे गौड़ गोपालक से गोटे भल गोपालक होगी देखे पारे गोटे व्यवसायी गोटे भल व्यवसायी होगी देखे पारे जड़े पूजा पाठ करुच्चे भल पूजा पाठ गोटे भल पूजारी होगी देखे पारे आम राजधानी भी देखा आम नॉर्मल डे टू डे लाइफ रे देखि परिबा जड़े गुपचुप बेपार भी गोटे भल ख्याति थी से भल गुपचुप बन बिकी पार्छ गोटे भल दहीबरा आलुदम बेपार भी ख्याति थी से भल दहीबरा आलुदम बिक्री कर गोटे भल शिक्षक से शिक्षक तार कर्मटा ठीक कर जहाँ कर कर्म उत्तमता प्रदर्शन कर तो ये भेदबुद्धि विचार कौटू आसला तो से भगवान कहते चातुर्वर्ण्यम मया सृष्टम गुण कर्म विभाग सह मुझे विभागीकरण कर गुण कर्म आधार में कुलकर्म आधार में नुह जरूरी नुह जे टीचर पु टीचर हो डॉक्टर पु डॉक्टर हो आईएएस पु आईएएस हो लॉयर पु लॉयर हो ना ब्राह्मण पु ब्राह्मण हो क्षत्रिय पु क्षत्रिय हो वैश्यर पु वैश्य हो कि शूद्र पु शूद्र हो जरूरी ना सेटा गुण कर्म देखा पड़ो